ଗୋପୀନାଥ ପାଠାଗାରଠାରେ ଗଜପତି ପୂର୍ବ ସୈନିକଙ୍କ ବୈଠକ ଅନୁଷ୍ଠିତ। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ସ୍ଥିତ ଗୋପୀନାଥ ପାଠାଗାରଠାରେ ଆଜି ଗଜପତି ପୂର୍ବ ସୈନିକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ୟାପ୍ଟେନ୍ ଏସି ଦାସ, କ୍ୟାପ୍ଟେନ୍ ମଲ୍ଲିକାର୍ଜୁନ ପଟ୍ଟନାୟକ, ସୁବେଦାର ବି କୃଷ୍ଣାରାଓ, ନାୟବ ସୁବେଦାର ପି ରାମନିଆ, ମନୋଜ ଦାସ, ଶିବଶଙ୍କର ପାଣିଙ୍କ ସହ ଅନ୍ୟ ଅବସରପ୍ରାପ୍ତ ସୈନିକମାନେ ଉପସ୍ଥିତ ରହି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ। ଏହି ଆଲୋଚନାରେ ପୂର୍ବ ସୈନିକଙ୍କ ନିମନ୍ତେ ଆସିଥିବା ନୂଆ ନିୟମ, ପେନ୍ସନ ସମ୍ବନ୍ଧିତ ବ୍ୟାଙ୍କର ନିୟମ, ମେଡିକାଲ ଉପଚାର ବିଷୟ, ଦୀର୍ଘ 40 ବର୍ଷରୁ ଚାଲିଥିବା ପୂର୍ବ ସୈନିକଙ୍କ କାର୍ଯ୍ୟାଳୟ ନିମନ୍ତେ ଜାଗା ଚିହ୍ନଟ, ପୂର୍ବ ସୈନିକଙ୍କ ଦ୍ୱାରା ନିଜ ନିଜ ଅଞ୍ଚଳରେ ରାଷ୍ଟ୍ର କାର୍ଯ୍ୟ ଓ ରାଷ୍ଟ୍ର ପ୍ରେମ ନିମନ୍ତେ ଲୋକଙ୍କୁ ଜାଗରୁକ କରାଇବା ଭଳି ଅନେକ ବିଷୟକୁ ନେଇ ଆଲୋଚନା କରାଯାଇଥିଲା।